ବର୍ତ୍ତମାନ ମୋର ଆଲୋଚନା ଇସଲାମ ଓ ଆରାଧନା ପ୍ରସଙ୍ଗକୁ ନେଇ। ଇସଲାମରେ ଆରାଧନା ଅପରିହାର୍ଯ୍ୟ, ନହେଲେ ନର୍କଦଣ୍ଡରୁ ମୁକ୍ତି ନାହିଁ। ଆରାଧନା କହିଲେ ଉପାସନା ବା ପୂଜାକୁ ବୁଝାଏ। ଏହି ଆରାଧନା ମୁଖ୍ୟତଃ ଈଶ୍ୱର ବା ଭୂମି, ଗଗନ, ବାୟୁ, ନିଆଁର ଅଧିପ, ସ୍ରଷ୍ଟା ଏବଂ ଅଧିକାରୀ ଭଗବାନଙ୍କୁ ମନରେ ବିଶ୍ୱାସରେ ମାନିବା ଜନିତ କାର୍ଯ୍ୟକଳାପ। ଇସଲାମୀୟ ନାମଧାରୀ ଆଲ୍ଲାହ ବା ଖୋଦ୍ ବା ଆପଣାଜାତ ବା ନିଜେ ନିଜକୁ ତିଆରି ନିର୍ମାଣ କରିଥିବା ସ୍ୱୟମ୍ଭୁ ବିଧାତା ଖୋଦା କୋରାନରେ କହିଛନ୍ତି, ମୁଁ ଅଶ୍ରଫୁଲ୍ ମଖଲୁକାତ ବା ଦି ବେଷ୍ଟ କ୍ରିଏସନ୍ ଅଫ୍ ମାଇଣ୍ଡ ବା ସର୍ବୋତ୍ତମ ସୃଷ୍ଟି ମନୁଷ୍ୟକୁ ମୋର ଇବାଦତ ବା ଆରାଧନା କରିବା ପାଇଁ କେବଳ ସୃଷ୍ଟି କରିଛି। ସୃଷ୍ଟିର ଯାହା କିଛି ମୋର ଅଛି ସେସବୁ ମନୁଷ୍ୟ ପାଇଁ, ଆଉ ମନୁଷ୍ୟ କେବଳ ମୋରି ପାଇଁ ଅଛି। ଯଦି ମଣିଷ ମୋତେ ବିଶ୍ୱାସ ରୀତିରେ ମନରେ ମାନିବ ନାହିଁ, ମୋର ସ୍ମରଣ ପାଇଁ ମୋତେ ପୂଜା କରିବ ନାହିଁ, ଅଥଚ ମୋର ଭୂମିରେ ବାସ କରିବ, ମୋର ଉପଜା ଖାଦ୍ୟ ଖାଇବ, ବଂଶ ବିସ୍ତାରୀ ରହିବ, ତେବେ ଏଭଳି ମଣିଷ ମୋର ଦୃଷ୍ଟିରେ ପଶୁ, ବରଂ ପଶୁଠୁ ହୀନ। କାରଣ ପଶୁ ବି ମୋର ଆରାଧନା କରୁଛି, ମଣିଷ କିନ୍ତୁ ଏହା ଜାଣୁନାହିଁ। ଅନ୍ଧ, ମୂକ, ବଧିର ଆଖି ଥାଇ ଦେଖୁନି କେମିତି ଅନ୍ୟାନ୍ୟ ମଣିଷ ମୋତେ ମାନି ମୋର ପୂଜା କରୁଛନ୍ତି। ପାଟି ଥାଇ କହୁନି ଆଶ୍ହାଦୁ ଆଲ୍ଲା ଇଲାହା ଇଲ୍ଲଲ୍ଲାହ ମୁହମ୍ମଦ ରସୂଲୁଲ୍ଲାହ। ଓଡ଼ିଆ ମାନେ ହେଲା, ମୁଁ ସାକ୍ଷ୍ୟ ଦେଉଅଛି କି ଆଲ୍ଲାହଙ୍କ ଛଡ଼ା ଆଉ କାହାରି ପୂଜା ନାହିଁ। ଫେର ମୁଁ ସାକ୍ଷ୍ୟ ଦେଉଅଛି କି ମହମ୍ମଦ ଆଲ୍ଲାହଙ୍କ ପ୍ରେରିତ ଆକାଶୀ ପୁସ୍ତକ ପ୍ରାପ୍ତକାରୀ ରସୂଲ। ରସୂଲ ରେସାଲତ ଶବ୍ଦରୁ ଆସିଛି, ମାନେ ହେଲା ଆସମାନୀ ସହିଫା ବା ଆକାଶୀ ପୁସ୍ତକ। ପୈଗମ୍ବର ମାନେ ଯିଏ ଆଲ୍ଲାହଙ୍କର ପୈଗାମ ବା ବାର୍ତ୍ତା ଧରି ଆସେ, ଆଉ ନବୀ ସିଏ ଯିଏ ଆଲ୍ଲାହଙ୍କର ଗାଏବ ବା ଅଜଣା କଥାକୁ ଲୋକଙ୍କୁ ଜଣାଏ। ତେବେ ପୈଗମ୍ବର, ରସୂଲ ଏବଂ ନବୀ ପ୍ରାୟତଃ ସମାନ। ଏମାନେ ଜଣେ ମନୁଷ୍ୟ ଆରାଧନା ଦ୍ୱାରା ଆଲ୍ଲାହଙ୍କୁ ପ୍ରୀତ କରାଇ ତାଙ୍କର ଇଚ୍ଛାରେ ରସୂଲ ବା ପୈଗମ୍ବର ଭାବରେ ନିର୍ବାଚିତ ମନୋନୀତ ହୋଇ ଲୋକଙ୍କଠାକୁ ଆସିଥାନ୍ତି। ଖୋଦାଙ୍କର ବାର୍ତ୍ତା ସେମାନଙ୍କ ସମୟର ଲୋକଙ୍କୁ ଦେଇଥାନ୍ତି। ପୈଗମ୍ବର ଆଲ୍ଲାହ ଏବଂ ସାଧାରଣ ମନୁଷ୍ୟ ମଧ୍ୟରେ ଯୋଗସୂତ୍ରକାରୀ। କାରଣ ଆଲ୍ଲାହ କୋରାନରେ କହିଛନ୍ତି, ମୁଁ ପୃଥିବୀର ସବୁ ମନୁଷ୍ୟଙ୍କ ସାଥିରେ କଥା ହେବି ନାହିଁ। ପୈଗାମ ବା ବାର୍ତ୍ତାଧାରୀ ପୈଗମ୍ବର ମାନେ ହେଉଛନ୍ତି ମୋର ମୁଖପାତ୍ର ବା ସ୍ପୋକ୍ସମ୍ୟାନ। ସେମାନେ ମୋର ପ୍ରଦତ୍ତ ବାର୍ତ୍ତା ଲୋକଙ୍କୁ ମୋର ପ୍ରତିନିଧି ବା ଏଜେଣ୍ଟ ହୋଇ ପହଞ୍ଚାଇବେ। ଲୋକେ ମୂର୍ଖ, ମୂଢ଼, ଅଜ୍ଞ ବା ନାଦାନ ହୋଇ ମୋତେ, ଯିଏକି ସବୁଦିନିଆ ରହିଥିବା ସନାତନ ବା ଶାଶ୍ୱତ ଏକେଶ୍ୱରବାଦର ଧର୍ମ, ସ୍ୱର୍ଗ ସୁଖ ପାଇ ମଲା ପରେ ପୁନର୍ଜୀବିତ ବା ରିଜୁରେକ୍ସନ ବା ପୁନର୍ଜନ୍ମ ରୀତିରେ ଆଲ୍ଲାହର ଗୋଟିଏ ଡାକ କୁନ୍ ଫାୟକୁନ୍ ବା ହୁଅ ହୋଇଯାରେ ନିଜର ସଂସ୍କାରିତ ସମାଧିସ୍ଥ ସ୍ଥାନରୁ ଶରୀର ଓ ଆତ୍ମାରେ ଚଟାପଟ ଉଠିପଡ଼ି ହଶ୍ର କି ମଇଦାନ ବା ପରିଣାମ ପ୍ରାପ୍ତିର ପଡ଼ିଆରେ ଆସି ଏକତ୍ର ଜମା ହୋଇ ଠିଆ ହେବ, ନିଜ ନିଜର ଅଳୀକ, କ୍ଷଣିକ, ନଷ୍ଟଶୀଳ, ନଶ୍ୱର ଜଗତ ଦୁନିଆର ପୂର୍ବ ଜୀବନର ଆମାଲ ବା କର୍ମର ହିସାବ ଦେଇ ଅମର, ଅକ୍ଷୟ, ଅବିନଶ୍ୱର ବା ଥରେ ମରି କି ଆଉ ଥରେ କେବେ ବି ମରିବ ନାହିଁର ଜୀବନରେ ସ୍ୱର୍ଗକୁ, ଚିର ସୁଖ ଶାନ୍ତି ପ୍ରାପ୍ତିର ସ୍ଥାନକୁ ସବୁ ସମୟ ପାଇଁ ପଳାଇବ। ପାପୀ ଅପରାଧୀମାନେ ସେହିପରି ଅଶାନ୍ତି, ଅସୁଖୀ ଦଣ୍ଡର ପ୍ରକୋପ ସହି ନ ପାରି ପାଟି, ଚିଲା, ଚିତ୍କାର ଓ ଅନୁତାପ ଓର ଉଣ୍ଡି ନର୍କ ଯନ୍ତ୍ରଣାରୁ ଓହରିବାର ଚେଷ୍ଟା କରି, ନର୍କରୁ ବାହାରିବାର ଚେଷ୍ଟା କରି ବିଫଳ ହୋଇ ପୁଣି ସେହି ନର୍କରେ ଯନ୍ତ୍ରଣା ଦେବାକାରୀ ଫରିସ୍ତା ବା ଦେବଦୂତ ବା ଏଞ୍ଜଲ ସେମାନଙ୍କୁ ଟାଣି ଘୋଷାଡ଼ି ନିଷ୍ଠୁର ବ୍ୟବହାର ସହିତ ପକାଇ ଦେବେ। ଭୋଗ ଆଲ୍ଲାହଙ୍କୁ, ଜଣେ ଈଶ୍ୱରଙ୍କୁ ନ ମାନିବାର ପ୍ରତିଫଳ ଶାସ୍ତି। ଆଲ୍ଲାହ ପୈଗମ୍ବର ପଠାଇଥିଲା, ଆକାଶୀ ବହି ଦେଇଥିଲା, ବୁଦ୍ଧି, ବିବେକ, ବିଚାରଶକ୍ତି, ଅନୁଭବ, ଦେଖିକି ଶିଖିବାର ସ୍ୱଭାବ ଦେଇଥିଲା, ସୁଯୋଗ ଅବସର ରୀତିରେ। ହେ ମୂର୍ଖ, ମୂଢ଼, ବାପ ଅଜା ପୂର୍ବଜଙ୍କ ପଦାଙ୍କ ଅନୁସରଣ କରି ଜିଦିଆ, ହଟିଆ, ଅମାନିଆ, ସଂସାର ଡରୁଆ, ଆଲ୍ଲାହଙ୍କୁ ନ ଡରୁଆ, ବେଖାତିରିଆ, ମନମାନିଆ ହୋଇ ଠକ, ଧୋକାବାଜ, ନଶ୍ୱର ଦୁନିଆର ଠକାମିରେ ପଡ଼ି ମୋତେ ସହଜରେ ଭୁଲିଗଲୁ, ମାନିଲୁ ନାହିଁ, ନିଜେ ଓ ନିଜର ପିଲାମାନଙ୍କୁ ବି ଭୁଲାଇ ମିଛ, ଅଳୀକ, ବାତିଲ ବା ରଦ୍ଦ ଧର୍ମରେ ରଖିଲୁ। ତୁମକୁ ସେହି ବଦଳ ଦେବି ମୁଁ ଆଲ୍ଲାହ, ଯାହାକି ତୁମେ ପୂର୍ବ ଜୀବନରେ କାମ କରୁଥିଲ। ଆଲ୍ଲାହ ତୁମର କର୍ମ ପୁସ୍ତିକା ବା ନାମାଏ ଆମାଲରେ ସବୁକିଛି ଛୋଟ ବଡ଼ ପାପ ପୁଣ୍ୟ କାମମାନଙ୍କୁ ଲେଖିକି ରଖିଛି। ଦେଖୁ ବି ଥିଲା ତୁମକୁ ତୁମର କର୍ମ କରିବାକୁ। ଆଲ୍ଲାହ
ଭୁଲେ ନାହିଁ, ଭ୍ରମିତ ଆକର୍ଷିତ ହୁଏ ନାହିଁ। ଅତ୍ୟାଚାରୀ ନୁହେଁ, ହେଲେ ଯେସାକୁ ତେସାକାରୀ କର୍ମ ଦେଖି ଫଳଦାତା ଅଟେ। ମଣିଷ ମୋ ଦ୍ୱାରା ମାଟିର ମୂର୍ତ୍ତିରୁ ଜୀବନ୍ୟାସ ପାଇ ଜାତ, ପରେ ଆଦମର ଶରୀରରୁ ତାର ଯୋଡ଼ା ବା ହଳ ବା ପେୟାର ବିବି ହୱାଙ୍କୁ ଜାତ କରାଇ ଦୁହିଁଙ୍କୁ ସ୍ୱର୍ଗରେ ବିବାହ କରାଇ ରଖାଇଲି ଏବଂ ସତର୍କ କରାଇ ମନା କରି ଦେଇଥିଲି କି ସ୍ୱର୍ଗ ବୈକୁଣ୍ଠ ବା ଜନ୍ନତରେ ସବୁଠି ରହ ବୁଲ, ହେଲେ ସେଇ ମୋର ବାରଣ କରିଥିବା ଫରବିଡେନ୍ ଟ୍ରି ବା ନିଷିଦ୍ଧ ଗଛ ପାଖକୁ ଯିବ ନାହିଁ। ଯଦି ଗଲ, ତାର ଫଳ ଚାଖିଲ, ତେବେ ପରିଣାମ ଭୋଗିବ। ଶଇତାନର ପ୍ରରୋଚନାରେ ପ୍ରଲୋଭନରେ ଦୁହେଁ ଆଦମ ଓ ହୱା ଫଳ ଖାଇ ମୋ ଦ୍ୱାରା ସ୍ୱର୍ଗର ପୋଷାକ ଓହ୍ଲାଇ ଲଙ୍ଗଳା ହୋଇ ଜନ୍ନତ ବା ସ୍ୱର୍ଗଗଛର ପତ୍ରରେ ଲଜ୍ଜାଙ୍ଗ ଲୁଚାଇ ଜନ୍ନତରୁ ତଡ଼ା ଖାଇ ଭୂମିରେ ଫୋପଡ଼ା ଯାଇ ଧରଣୀ ଜମିନରେ ଧରଣୀ ବାସ କଲେ। ମରିଲେ, ପୁଣି ସଂସାରର ସବୁ ମଣିଷର ଥରକରେ ମରି ବଞ୍ଚି ଉଠି ଠିଆ ହେବାର ଦିନ କୟାମତରେ ନିଜର ପୂର୍ବ ଜୀବନର ହିସାବ ପ୍ରାପ୍ତ ହୋଇ ସ୍ୱର୍ଗ ନର୍କକୁ ଦଣ୍ଡ ଓ ପୁରସ୍କାର ନେଇ ଚାଲିଯିବେ, ଆଉ ପୁନର୍ବାର ମରିବେ ନାହିଁ। କର୍ମ ନ କରି ମଣିଷ ସଂସାରରେ ରହିପାରିବ ନାହିଁ। କର୍ମ ସତ୍କର୍ମ ପାପ ବା ଅସତ୍ କର୍ମ ହୋଇ ଦୁଇ ପ୍ରକାର। ଇସଲାମରେ ଆରାଧନାର ସ୍ୱରୂପ ବ୍ୟାପକ ପୁଣି ଦୁଇ ପ୍ରକାର, ଯଥା ଈଶ୍ୱରୀୟ ଆରାଧନା ଏବଂ ସାଂସାରିକ ଆରାଧନା। ତେବେ ସବୁକିଛି ବୃହତ୍ତର ଦିଗରୁ ଦେଖିଲେ ଏକ ବା ଗୋଟିଏ ବୋଲାଯିବ। ନମାଜ ପଢ଼ିବା, ରୋଜା ଉପବାସ ରଖିବା, କୋରାନ ପଢ଼ିବା, ହଜ କରିବା, ଜକାତ ଖଇରାତ ଦେବା, ଆଲ୍ଲାହଙ୍କୁ ଜଣେ ବୋଲି ମାବୁଦ ବା ଉପାସ୍ୟ ବା ପୂଜାଯୋଗ୍ୟ ପ୍ରଭୁ ମାନିବା, ତାଙ୍କୁ ସତ ବୋଲି ଜାଣିବା, ଏସବୁ ଇସଲାମର ମୂଳ ମୌଳିକ ଅପରିହାର୍ଯ୍ୟ କର୍ମ, କଦାପି ଛାଡ଼ିବ ନାହିଁର କର୍ମ। ଏହାକୁ ମୁଁ ଈଶ୍ୱରୀୟ ଆରାଧନା ବୋଲି କହେ। ସାଂସାରିକ ଆରାଧନା ହେଲା ମିଛ ନ କହିବା, ନିଜକୁ ଅନ୍ୟକୁ ଭ୍ରମିତ ନ କରିବା, ଭ୍ରମରେ ନ ପକାଇବା, ମଦ ନ ପିଇବା, ବେଶ୍ୟାବୃତ୍ତି ନ କରିବା, ସୁଧ ନ ଖାଇବା, ଚୁଗୁଲି ନ କରିବା, ତଳକୁ ମୁହଁ କରି ଚାଲିବା, ବିଶେଷ ନାରୀର ଚାହାଣୀ ପାଇଁ ସିନେମା ନ ଦେଖିବା, ଅଶ୍ଳୀଳ କଥା କାର୍ଯ୍ୟ ଚିତ୍ରର ଦ୍ରଷ୍ଟା ବକ୍ତା ନ ହେବା, ଉପକାର କରିବା, ହତ୍ୟାକାରୀ ନ ହେବା, ଚୋରି ନ କରିବା, ଲାଞ୍ଚ ଉତ୍କୋଚ ନ ଖାଇବା, ଏମିତି ବହୁ ସାଂସାରିକ କର୍ମ ଅଛି ଯାହାକୁ ଆରାଧନାରେ ଗଣାଯାଇଛି। ଏସବୁ କର୍ମ ମୁସଲମାନମାନଙ୍କ ଭିତରୁ ଅନେକ ଛାଡ଼ିପାରି ନଥାନ୍ତି, ଯଥା ଚୁଗୁଲି, ନାରୀ ଚାହାଣୀ, କ୍ଷତି କରିବା ଭଳି କାମ ସାଂସାରିକ ଆରାଧନାରେ ଯିବ। ନମାଜ ପଢ଼ୁଥିବା, ରୋଜା ବା ଓଷା ଉପାସ ରଖୁଥିବା ଲୋକ ବି ଏସବୁ କରୁଥାଏ। ଇସଲାମର ପ୍ରୀତି ଓଡ଼ିଆ କବିଙ୍କ କହିବା ଅନୁସାରେ ତାର ଆରାଧନାର ଉପାସନା ବଡ଼ କଠିନ, ସେ ପ୍ରୀତି ପାଳିବା, ତୀକ୍ଷ୍ଣ ଅସିଦାରେ ପଥ ଚାଲିବା। ଅଭିମନ୍ୟୁ ସାମନ୍ତ ସିଂହାର ବିଦଗ୍ଧ ଚିନ୍ତାମଣି। ପୈଗମ୍ବରମାନେ, ବାବା, ସନ୍ଥ, ଓଲି, ପୀରମାନେ ଏସବୁ କରି ନାହାନ୍ତି ବୋଲି ଆଜି ସେମାନେ ସେଣ୍ଟ ବା ସନ୍ଥ ହୋଇ ଜଗତ ଉଦ୍ଧାରକ ହୋଇଥିବାରୁ ଭକ୍ତ ତାଙ୍କ ଆସ୍ଥାନକୁ ପୀଠକୁ ଆକୁଳ ଅଶ୍ରୁରେ ଉଦ୍ଧାର ପାଇଁ ଧାଇଁଯାଏ। ପରନ୍ତୁ ପୀରଙ୍କୁ କଦାପି ଭଗବାନ ବୋଲି ମାନିବ ନାହିଁ। ତାଙ୍କୁ କେବେ ବି କହିବ ନାହିଁ କି ହେ କାଇପଦର ବାବା, ଜଲାଲୁଦ୍ଦିନ ବାବା ବୁଖାରୀ, ଆଜମିର ବାବା ଶେଖ ମঈନୁଦ୍ଦିନ ଚିସ୍ତି, ନାଗପୁର ବାବା ତାଜୁଦ୍ଦିନ, ଆମକୁ ପିଲା ଦେ, ଟଙ୍କା ସୁନା ଦେ। ଏହା ଶିର୍କ ବା ସମକକ୍ଷକାରୀ ଆରାଧନା ହୋଇ ନର୍କ ଗମନର ବାଟ ଖୋଲେ। କାରଣ ଏମାନେ ମନୁଷ୍ୟ, ଭଗବାନ ନୁହନ୍ତି। ତେଣୁ ଏମାନଙ୍କୁ ଭଗବାନ ବୋଲି ମନେ କରିବା ଶିର୍କ ବା ସମକକ୍ଷକାରୀ କାମ, ଯାହାକି ଅବୈଧ ଆଉ ନିଶ୍ଚିତ ନର୍କ ଗମନର ବାଟ। ହିନ୍ଦୁ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ, ଶିଖ ଆଦି ଧର୍ମରେ ମୂର୍ତ୍ତି ପୂଜା, ଶିର୍କ, ଆବିଶ୍ୱାସୀ ଆରାଧନା ଚାଲିଛି। ବାଦ୍ୟ ବାଜଣା, ଉଦଣ୍ଡ ନୃତ୍ୟ, ମୂର୍ତ୍ତିକର, ପାଣିରେ ଭସା, ହୋଲି ଖେଳ, ପୋଖରୀ ନଦୀ ଜୋରରେ ଅସାବଧାନତା ବଶତଃ ବୁଡ଼ି ମର, ବାଣ ଫୁଟାଇ ଅଯଥା ଅର୍ଥ ଖର୍ଚ୍ଚ କରି ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ପୋଡ଼ାଅ, ସରକାରଙ୍କଠାରୁ କଟକଣା ପାଅ, ପ୍ରେମ କରି ଏକାଠି ଲିଭ୍ ଇନରେ ରହି ଅବୈଧ ଅଧାର୍ମିକ ବେଶ୍ୟା ହୋଇଯାଅ, ହତ୍ୟା ଆତ୍ମହତ୍ୟାର ଶିକାର ହୁଅ, ପରଲୋକରେ ପୁନର୍ଜୀବିତ ହୋଇ ମୃତ୍ୟୁ ଯାତନା ନର୍କ ଯନ୍ତ୍ରଣାର ହକଦାର ପ୍ରାପ୍ତକାରୀ ହୁଅ। ଏସବୁ ହିନ୍ଦୁଙ୍କର ତଥାକଥିତ ଧାର୍ମିକ କର୍ମ ହୋଇପାରେ, ସାଂସାରିକ କର୍ମ ବି ହୋଇପାରେ। ଆରାଧନା ବା ପୂଜା କଥିତ। ହାତରୁ ପୁରାଣ ବହି ଲେଖି, ଦୈବୀ ଗ୍ରନ୍ଥ, ଈଶ୍ୱର ପ୍ରେରିତ ଗ୍ରନ୍ଥ ମିଛରେ କହି ଲୋକଙ୍କୁ ଭୁଆଁ ବୁଲାଅ, ହାତର ମୂର୍ତ୍ତି ଗଢ଼, ପୁଣି ତାକୁ ପ୍ରଭୁ ମନେକରି ପୂଜ, 16 ଉପଚାର କରି ପାପ କମାଇ ନର୍କ ଗମନର ବାଟ କୋରାନର କଥିତ ଅନୁସାରେ ତିଆରି କର। ଖ୍ରୀଷ୍ଟିଆନମାନେ ଅପ୍ରକୃତ
ସମାନ ମୁହଁଧାରୀ ହାମ୍ସକଲ ମିଛ ଯୀଶୁଙ୍କୁ ଭଗବାନଙ୍କ ପୁତ୍ର ମନେକରି ଓ ତାଙ୍କ ମା ମେରୀ ବା ଇସଲାମୀ ଭାଷାର ମରିୟମଙ୍କୁ ଦୁଇ ପ୍ରଭୁମଣି ଚର୍ଚ୍ଚରେ ଘରେ ପୂଜ ଗିଟାର ଟାଙ୍ଗ ବଜାଇ କେବଳ ରବିବାରରେ ଗିର୍ଜା ଘରକୁ ଆସି ସମବେତ ସଙ୍ଗୀତ ଗାନ ଶୁଣ, ଫାଦର ପ୍ରବଚନ ଶୁଣ, ମାଟିର ମଣିଷକୁ ବନ୍ଦ କାଠବାକ୍ସରେ ଶବ ପରେ ରଖି ମାଟିରେ ପୋତ, ଏସବୁ ଖ୍ରୀଷ୍ଟ ଧର୍ମର ଆରାଧନା। କୋରାନ କହେ ଯୀଶୁ ହତ୍ୟା ହୋଇ ନାହାନ୍ତି କିମ୍ବା କ୍ରୁଶରେ ଚଢ଼ି ନାହାନ୍ତି। ଅଧିକନ୍ତୁ ମୁଁ ଆଲ୍ଲାହ ଇସଲାମକୁ ସବୁ ଧର୍ମ ଉପରେ ବଡ଼ପଣ ଶ୍ରେଷ୍ଠତା ଦେବାକୁ ବନ୍ଦୀ ଯୀଶୁ ବା ଈଶାଙ୍କୁ ବନ୍ଦ କୋଠରୀରୁ ଆଣିବାକୁ ଯାଇଥିବା ଲୋକର ମୁହଁକୁ ବଦଳାଇ ଯୀଶୁଙ୍କ ଭଳି କରିଦେଲି। ପ୍ରକୃତ ଯୀଶୁ ବା ଈଶାଙ୍କୁ ଦେବଦୂତ ଗାବ୍ରିଏଲ ବା ଜିବ୍ରାଇଲ ଫରିସ୍ତାଙ୍କୁ ପଠାଇ ଚତୁର୍ଥ ଆକାଶକୁ ଜୀବନ୍ତ ଉଠାଇ ଆଣି ଜୀବିତ ରଖିଛି। ଲୋକେ ନକଲି ସମମୁଖଧାରୀ ବା ହାମ୍ସକଲ ମିଛ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ଦେଲେ। କୋରାନ ଭାଗ 6 ଦେଖନ୍ତୁ। ସପ୍ତମ ଭାଗରେ ଅଛି କି ରୋଜେ ହସର ବା ପରିଣାମ ପ୍ରାପ୍ତିର ଦିନ କୟାମତରେ ଆଲ୍ଲାହ ঈସା ନବୀ ବା ମରିୟମ ପୁତ୍ର ঈସା ବା ঈସା ବିନ୍ ମରିୟମକୁ ପଚାରିବ, ହେ ঈସା, ତୁମେ କ'ଣ ଲୋକଙ୍କୁ ମୋତେ ଛାଡ଼ି ତୁମେ ଓ ତୁମ ମାଆଙ୍କୁ ଦୁଇଟି ପ୍ରଭୁ ମଣାଇ ପୂଜିବାକୁ କହି ଦେଇଥିଲ କି? ତେବେ ঈସା କହିବେ, ହେ ଆଲ୍ଲାହ, ମୋର ପ୍ରଭୁ ଓ ସେମାନଙ୍କର ପ୍ରଭୁ, ମୁଁ ଏମିତି କଥା ଆଦୌ କହି ନଥିଲି। ଆପଣ ତ୍ରିକାଳଦର୍ଶୀ, ଆଲେମୁଲ ଗଏବ ବା ଦୁନିଆର ସବୁ ଗୁପ୍ତ କଥାର ଜାଣକାରୀ। ମୋ ମନରେ କ'ଣ ଅଛି ଆପଣ ଜାଣନ୍ତି, କାରଣ ଆପଣ ଅନ୍ତର୍ଯ୍ୟାମୀ। ହେଲେ ଆପଣଙ୍କ ଜ୍ଞାନ ଓ ମନରେ କ'ଣ ଅଛି ମୁଁ ଜାଣେ ନାହିଁ। ମୁଁ ସେଇ କଥା ମୋ ବେଳର ଲୋକ ଅନୁଗାମୀଙ୍କୁ କହିଥିଲି ଯାହା କହିବାକୁ ଆପଣ ମୋତେ ଆଦେଶ ଦେଇଥିଲେ। ଏବେ ସେମାନଙ୍କୁ କ୍ଷମା ଦେବା ନ ଦେବା ଆପଣଙ୍କ ଆୟତ୍ତ ଇଚ୍ଛାଧୀନ। ଦେଲେ ଭଲ, ତ୍ରାହି ପାଇବେ, ନ ଦେଲେ ସେମାନେ ମୋ ଭଳି ଆପଣଙ୍କର ଭକ୍ତ ବା ବନ୍ଦା ବା ଦାସ। ଇସଲାମରେ ଆରାଧନା ଏବଂ ଇସଲାମ ଛଡ଼ା ଅନ୍ୟାନ୍ୟ ଧର୍ମରେ ଆରାଧନାରେ ଅଲଗାପଣ, ପାର୍ଥକ୍ୟ, ପ୍ରଭେଦ, ସତ ମିଛର ଭିତ୍ତିରେ ଅଛି। ବାଇବେଲର କୋରାନ ନାମ ଇଞ୍ଜିଲ ଏବଂ ଏହା ଲୋକଙ୍କ ଦ୍ୱାରା ବଦଳି ଯାଇଛି। ବେଦର ରଚୟିତା ମୁନି ଋଷି, ଚନ୍ଦ୍ର, ସୂର୍ଯ୍ୟ, ନିଆଁ ଆଦି ଦେବତା ଆରୋପିତ। ସଂକ୍ଷେପରେ ଧର୍ମ ଓ ଆରାଧନା ଭିନ୍ନ ଭିନ୍ନ, ଗ୍ରାହ୍ୟ ଅଗ୍ରାହ୍ୟ ରୀତିରେ ଜୀବନରେ ଗଣ୍ୟ।